श्री गणेशाय नमः। ओम नमो भगवते वासुदेवाय। जय श्री कृष्ण। एकली जुगरे अल्पायुष मनुष्यंक पई केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सह श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सहित नित्य श्रवण द्वारा परम पद मोक्ष प्राप्त हुए। एणु परम शास्त्र भागवत अभ्यास करुथिब नित्य। ओम अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। शुक्लाम्बरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। नारायणं नमस्कृत्यं नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। व्यासं वसिष्ठनप्तारं शक्तेः पौत्रमकल्मषं पराशरात्मजं वन्दे सुकतातं तपोनिधिम्। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। अचतुर्वदन ब्रह्मा द्विबाहुरो परहरिः आभालोचनः शम्भुर्भगवान् बादरायणः। नमामि नमामि महाग्रन्थ भागवत कृष्णरसे रसायनित रसपूर्ण गीत। नमामि नमामि कृष्ण गोविन्दाय नमः। उद्धवं कुदेल पुण्य भागवत धर्म तत्पूर्ण अर्थपूर्ण जीवनर वेद। अभ्यास मात्र के कटी जीव बसाद। परम मंगलमय भागवत वाणी जीव तरी जीव शुणी भवतरंगिणी। नमामि नमामि व्यास विष्णु अवतार जन कल्याणे करिल भागवत सार। वेद पुराण रु सर्व सारकु साउटी भागवते देइअछ माळ परि गुन्थि। नमामि नमामि आहे दास जगन्नाथ प्राकृत छन्दे बान्धिल श्रीमद्भागवत। नमामि सुत सौनक मैत्रेय विज्ञ नैमिषारण्ये करिल भागवत यज्ञ। नम नम परीक्षित राजर्षि विज्ञानी भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर नमामि देवर्षि नम भकत विदुर। परम शास्त्र प्राणींक
ନିସ୍ତାରଣ ପଥ। ନମାମି ଶାସ୍ତ୍ର ଶ୍ରୀମଦ୍ଭାଗବତ। ଭାଗବତ ମହାପୁରାଣ ଏକାଦଶ ସ୍କନ୍ଧ ସପ୍ତବିଂଶ ଅଧ୍ୟାୟ। ସାଧୁ ଅସାଧୁ ସଙ୍ଗ ଗୁଣ ଶପଥ ବିଂଶରେ ବର୍ଣ୍ଣନ। ଉଦ୍ଧବେ ଚାହିଁ ଋଷିକେଶ କହନ୍ତି ନାନା ଉପଦେଶ। ଶ୍ରୀ ଭଗବାନ ବାଚ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ। ଯାହାର ଦିବ୍ୟ ଜ୍ଞାନ ସ୍ଫୁରେ ମୋର ମହିମା ସେ କୁମରେ। ମୋର ମହିମା ସେ ସୁମରେ। ମନ ନିବେଶି ମୋ ପୟରେ ବିଷୟ ସୁଖ ନ ବିଚାରେ। ପରମାନନ୍ଦ ସୁଖ ପାଇ ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ। ଏ ଗୁଣମୟ ନରଙ୍ଗ କେବେ ହେଁ ନୁହେଁ ତାର ସଙ୍ଗ। ଅବିଦ୍ୟା ବାଧା ନ ଲାଗଇ ତାହାର ସ୍ମୃତି ଭଙ୍ଗ ନାହିଁ। ଯେ ପ୍ରାଣୀ ଶରଣ ମୋହର ମୋହି ତାହାର ସୁଖ ଘର। ଅସାଧୁ ସଙ୍ଗେ ନରମଇ ଏଣୁ ଏ ସଂସାରୁ ତରଇ। ଯେ କୃଷ୍ଣ ଦର ପରାୟଣ ଅସାଧୁ ମତି ଯେ ଦୁର୍ଜନ। ତା ସଙ୍ଗେ ଯେହୁ ସଙ୍ଗ ହୋଇ ସେ ନିଶ୍ଚେ ନରକେ ପଡ଼ଇ। ଅନ୍ଧକୁ ହୋଇ ଅନୁଗତ ଅନ୍ଧ ଯେ ସନେ ପଡ଼େ ଖାତ। ଏଣୁ ଦୁର୍ଜନ ସଙ୍ଗ ଦୋଷ କରେ ସକଳ ଜ୍ଞାନ ଧ୍ୱଂସ। ଥିଲା ଯେ ବୁଦ୍ଧ ଗ୍ରହ ସୁତ ସେ ପୁରୁର ବାନର ନାଥ। ଉର୍ବଶୀ ବୀର ହେ ସେ ବୀର ସକାମେ ତେଜିଲା ସଂସାର। ଉନ୍ମତ୍ତ ଉଲଙ୍ଗ ଶରୀରେ ବିହଳେ ଭ୍ରମେ ବନ ଘୋରେ। କାନ୍ଦଇ ଉର୍ବଶୀ ନ ପାଇ କ୍ଷଣ କ୍ଷଣକେ ଛନ୍ନ ହୋଇ। ଉର୍ବଶୀ ଠାରେ ଚିତ୍ତ ଦେଇ ଏମନ୍ତେ କେତେ କାଳ ଯାଇ। ପୁଣ ଗନ୍ଧର୍ବ ସେବା ଫଳେ ରମିଲା ଉର୍ବଶୀର ମେଳେ। କାମ ସମ୍ପୂର୍ଣ୍ଣେ ଭୋଗ କଲା ରାତ୍ରି ଦିବସ ନ ଜାଣିଲା। ଏମନ୍ତେ କେତେ ଦିନ ଗଲା ହୃଦରେ ଜ୍ଞାନ ପ୍ରସରିଲା। ଏମନ୍ତେ ରାତ୍ରେ କଦିନେ ରାଜା ବିଚାରୁ ଅଛି ମନେ। ପୁରୁର ବାବାଚ ଦେଖ ମୋହର କର୍ମ ଫଳ। ଉର୍ବଶୀ ସଙ୍ଗେ ଏତେ କାଳ ମୋହିତେ ତାର ସଙ୍ଗେ ଖେଳା। କେତେ ରଜନୀ ଦିନ ଗଲା ଦେଖ ଚଞ୍ଚଳ ମୋର ଚିତ୍ତ। କାମିନୀ କାମେ ବିମୋହିତ ଯୁବତୀ ସଙ୍ଗେ କରି ଖେଳା। ବ୍ୟର୍ଥେ ଆୟୁଷ ମଗଲା ବଞ୍ଚିତ ହୋଇଲି ଜଗତେ। ଧର୍ମାର୍ଥ କାମ ପ୍ରାପତେ ନ ଦେଖି ଆଦିତ୍ୟର ଗତି। ଅଜ୍ଞାନେ ଗଲା ଦିବା ରାତି ନାରୀ ସଙ୍ଗମେ ଗଲା କାଳ। ଧିକ ମୋ ଜୀବନ ନିଷ୍ଫଳ। ଦେଖ ମୁଁ ନୃପ ଶିଖାମଣି ମୋ ପ୍ରାଣ ଜିଣିଲା ତରୁଣୀ। ଏ ନର କଳେ ବର ପାଇ
ମୋ କ୍ରୀଡ଼ା ମୃଗ ପ୍ରାୟ ହୋଇ ଉର୍ବଶୀ ବିୟୋଗେ ବିକଳ ଅଜ୍ଞାନେ ନାସିଲି ସକଳ ଧନ ସମ୍ପଦ ମୋର କେଣେ ଗଲା ନ ଦେଖେ ମୂଢ଼ପଣେ ଏକାନ୍ତେ ଭ୍ରମ ଏ ଜଗତେ ଉଲଙ୍ଗ ବେଶେ ଉନ୍ନମତେ ଉର୍ବଶୀ ପଥେ ଯାଉଁ ଚଳି ମୋ ମୁଣ୍ଡେ ତାର ପାଦ ଧୂଳି ଲମ୍ପଟ ଉନ୍ମତ୍ତ ମୋ ବେଶ ମୋ ମୁଣ୍ଡେ ମୁକୁଳିତ କେଶ ଦେଖ ନିର୍ଦୟା ତା ହୃଦୟେ ଲେଉଟି କେବେ ନ ଚାହେଁ ଯେ ଅବା ନାରୀ ବଶ ହୁଅନ୍ତି କିବା ତାହାଙ୍କ ତେଜମତି ଯେ ସନେ ଗଧ କାମ ଭୋଳେ ଗଧୁଣି ପାଶେ ଯାଇ ମିଳେ ସେ ତାକୁ ଚରଣେ ତାଡ଼ଇ ନିର୍ଲଜ ତାକୁ ନ ଛାଡ଼ଇ ଏଣୁ ଏ ଚିତ୍ତ ନିରୋଧନେ ଉପାୟ ନ ଦିଶେ ମୋ ମନେ ବିଦ୍ୟା ତପସ୍ୟା ଶାସ୍ତ୍ର ଦାନ ଏକାନ୍ତ ନିବାସ ମୌନ ଏଣେ ତା ପ୍ରୟୋଜନ କିସ ଜାମନ ନାରୀ କଲା ବଶ ଏଣୁ ଜୀବନ ମୋର ଧିକ ନିଷ୍ଫଳ ଜ୍ଞାନ ମୋ ବିବେକ ମୁହିଁ ଯେ ପ୍ରଭୁ ପଣ ପାଇ ଗୋରୁ ଗର୍ଦ୍ଦଭ ପ୍ରାୟ ହୋଇ ସର୍ବନିଷ୍ଫଳ ନାରୀ ସଙ୍ଗେ ବଞ୍ଚିତ ହେଲି ନର ଅଙ୍ଗେ ଉର୍ବଶୀ ସଙ୍ଗେ ତେ ଦିନ ବଞ୍ଚିଲି ଧିକ ମୋ ଜୀବନ ମୋତେ ନ ଛାଡ଼େ କାମ ଜୋର ମୁଁ ରୋଗୀ ପାପିଷ୍ଠ ପାମର କୂଳଟା ସଙ୍ଗେ ଯାର ମନ ମୋହେ ହୋଇ ହତ ଜ୍ଞାନ ତାର ଜୀବନ ଉଦ୍ଧାରଣେ କେ ପାରେ ବିନା ନାରାୟଣେ ଜ୍ଞାନ ଆଧାର ଭଗବାନ ଗୁଣ ପଞ୍ଜର ପୂର୍ଣ୍ଣ କାମ ମୋର ଜୀବନ ପରିତ୍ରାଣେ ହରି ହୁଁ ଅନ୍ୟ ନାହିଁ ଜଣେ ଇନ୍ଦ୍ରିୟ ମାନଙ୍କୁ ନ ଜିତି ମୁଁ ମୂଢ଼ ଅତ୍ୟନ୍ତ ଦୁର୍ମତି ଉର୍ବଶୀ ଉଚିତ ବଚନ ଯେଣୁ ନ ବୁଝି ହେଲି ଭ୍ରମ ତାହାର କିସ ବା ଦୋଷ ମୋର ଜ୍ଞାନେ ମୋହି ନାଶ ଏ ଦେହେ କିବା କାର୍ଯ୍ୟ ଅଛି ଦୁର୍ଗନ୍ଧ ମଳିନ ଶୁଚି ରୁଧିର ମାଂସ ମଳ ମୂତ୍ର ଅନ୍ତ୍ରଜଡ଼ିତ ଶିରାସୂତ୍ର ଅସ୍ଥି ନିର୍ମିତ ଗଣ୍ଠି ଚର୍ମେ ଏ ନର ଦେହ ପାଇ କର୍ମେ ଏ ସର୍ବ ମେଧ୍ୟ ମନ୍ଦିର ଅନିତ୍ୟ ନର କଳେବର ଏହାକୁ ନିତ୍ୟ ପ୍ରାୟ ମଣି ଯେ ପ୍ରାଣୀର ମନ୍ତ୍ରୀ ତରୁଣୀ ସେ କୀଟ କୃମି ସଙ୍ଗେ ସଙ୍ଗ ଯେ ସତ୍ୟ ମଣି ନାରୀ ଅଙ୍ଗ ଏ ବୋଲ ବୁଝି ସ୍ତ୍ରୀ ସଙ୍ଗେ ପଣ୍ଡିତ ନହେ ମତି ଭଙ୍ଗେ ବିଷୟ ସଙ୍ଗେ ଇନ୍ଦ୍ରି ମେଳେ ମନ ବିକ୍ଷେପ ରସ ଭୋଳେ ନିତ୍ୟ ସେବନ୍ତୀ ଅନୁସଙ୍ଗେ ଯେ ସନେ ଜଳଧି ତରଙ୍ଗେ ବଢ଼ଇ ରସ ଲୋଭେ ଚିତ କେବେ ହେନୁ ହଇ ଆୟତ ନ ଦେଖେ ନ ଶୁଣଇ ଯେବେ ମନ ନିଶ୍ଚଳ ହୋଏ ତେବେ ମନ ନିଶ୍ଚଳେ ଇନ୍ଦ୍ରିଗଣ
ବଳେ ଯେ ହୁଅନ୍ତି ସଂଯମ। ତେଣୁ ସ୍ତ୍ରୀ ସଙ୍ଗ ପରିହରେ ଇନ୍ଦ୍ରିୟ ଗଣଙ୍କୁ ନିବାରେ। ଶ୍ରବଣେ ଶୁଣି ସ୍ଥିରୀ ରୂପ ଚିତ୍ତେ ଜଡ଼ଇ କାମ କଳ୍ପ। ଏଣୁ କାମିନୀ ସଙ୍ଗ ଦୋଷେ ପଣ୍ଡିତ ଜନ ମନ ତ୍ରାସେ। ଶ୍ରୀ ଭଗବାନ ଉବାଚ ଏତେ ବିଚାରି ନୃପବର ଚଞ୍ଚଳ ଚିତ୍ତ କଲା ସ୍ଥିର। ଉର୍ବଶୀ ସଙ୍ଗ ଦୂର କରି ମୋର ଚରଣ ଦୃଢ଼େ ଧରି। ଭକତି ଯୋଗେ ଧରି ମନ ମୋ ପାଦେ କଲା ଆରାଧନ। ଚିତ୍ତେ ଯେ ଥିଲା ମୋହ ପାଶ ମୋ ଭାବେ ଗଲା ସବୁ ନାଶ। ମୋ ନାମ ଜପି ଶୁଦ୍ଧ ମନେ ଅନ୍ତେ ପଶିଲା ମୋ ଭୁବନେ। ତୁ ଏବେ ଦୃଢ଼ ଚିତ୍ତେ ବୁଝ ସ୍ଥିରୀ ସଙ୍ଗମ ଦୂରେ ତେଜ। ସାଧୁ ସଙ୍ଗମେ ରତି କର ମୋ ନାମେ ଆନନ୍ଦେ ବିହର। ସାଧୁ ସଙ୍ଗମେ ଜ୍ଞାନ ବଢ଼େ କର୍ମ ବାସନା ବନ୍ଧ ଛିଡ଼େ। ସ୍ୱଭାବେ ସାଧୁ ଜନ ଯେତେ ସମାନ ଦେଖନ୍ତି ଜଗତେ। ମିତ୍ର ଇରିବେ ନିପକ୍ଷ ତାହାଙ୍କ ଚିତ୍ତ ନିରପେକ୍ଷ। ଚିତ୍ତ ନିବେଶୀ ମୋ ଚରଣ ସ୍ୱଭାବେ ଶାନ୍ତି ପରାୟଣ। ନିର୍ଦ୍ୱନ୍ଦ ନିଷ୍କାମ ନିର୍ମୋହ ନାହିଁ ତାହାଙ୍କ ପରିଗ୍ରହ। ଏହାଙ୍କ ସଙ୍ଗେ ସଙ୍ଗ କର ମୋର ଭକତି ହୃଦେ ଧର। ମୋର ନାମ ଯଶ ଗୁଣ ନିତ୍ୟ ତାହାଙ୍କ ମୁଖ ଶୁଣ। ମୋ ନାମ ପଶି କର୍ଣ୍ଣ ଦ୍ୱାରେ ହୃଦୟ ଶେଷ ପାପ ହରେ। ସାଧୁଙ୍କ ମୁଖ ମଧୁବାଣୀ ଦୁର୍ଗତି ଖଣ୍ଡେ ତାହା ଶୁଣି। ସାଧୁ ଜନଙ୍କ ସଭା ମଧ୍ୟେ ମୋ ନାମ ଗୁଣ ଅନୁବାଦେ। ନିତ୍ୟ କହନ୍ତି ମୋର କଥା ମୋ ପୁଣ୍ୟ ଯଶ ଗୁଣ ଗାଥା। ଆନନ୍ଦେ ଶୁଣି କର୍ଣ୍ଣ ଦ୍ୱାରେ ବଦନେ ଗାବନ୍ତି ସୁସ୍ୱରେ। ନୟନ ଅଶ୍ରୁ ଜଳ ଝରେ ରୋମହରସ କଳେବରେ। ଚିତ୍ତ ମୋହର ପାଦ ଗତେ ଅର୍ପିତ କରେ ଶୁଦ୍ଧ ଚିତ୍ତେ। ନାମ କରନ୍ତେ ନିର୍ବିବାଦେ ଭକତି ଲଭେ ଅପ୍ରମାଦେ। ଲଭଇ ବ୍ରହ୍ମनुभବ ଆନନ୍ଦେ ସ୍ୱରୂପ ସ୍ୱଭାବ। ନିର୍ଗୁଣ ଆତ୍ମା ଯେ ସ୍ୱରୂପ ନିର୍ମଳ ଅନନ୍ତ ରୂପ। ମୋର ଭକତି ଦୃଢ଼ ମନେ ଯାର ଉପୂଜେ ଅକିଞ୍ଚନେ। ତେନେ ଭୁବନେ କରିବାର କିୟ ବା ଅବଶେଷ ତାର। ସଂସାର ବନ୍ଧ ତାର ନାହିଁ ଜନ୍ମ ମରଣୁ ନିସ୍ତରଇ। ଅଗ୍ନି ସେବନେ ଯେହ୍ନେ ଶୀତ ତେମନ୍ତ ସାଧୁଙ୍କ ସଙ୍ଗତ। କର୍ମ ବାସନା ନାଶ କରେ ନ ପୁଣି ପଡ଼ଇ ସଂସାରେ। ଦେଖ ଏ ସଂସାର ସାଗର ଅତି ଉତ୍କଟ ଭୟଙ୍କର। କର୍ମ ବାସନାର ଯୁବନ୍ଦୀ ଜୀବ ସଞ୍ଚରେ ନିରବଧି। ପୁଣି ଉଠଇ ପୁଣି ବୁଡ଼େ ନିୟତ ପଥ ନିତ୍ୟ ହୁଡ଼େ। ଏ ଘୋର ସଂସାର ତରଙ୍ଗ
निस्तार हेतु साधु संग मनावे बसी निस्तरे घोर जल राशि सकल जंतुंक जीवन जेने संसारे लेखियन आरत जन प्राणींकर मुझे शरण पंजर परलोकर पाई जन जेने भरोसा करे धर्म संथ चरण से ही मते निस्तार हेतु ए जगते घोर रजनी अंधकार जैसने हरे दिवाकर ज्ञान चक्षु को दे संथ अज्ञान तम करे हत सुजन जन रहे भाव उद्धवे कहिले माधव से पुरुरवा दंडधारी उर्वशी संग परिहरी साधु संग हेतु करी घोर संसारु गला तरी एणु जे सुजन संगते क्षणे निमिषे जगते बसे सकल परिहरी से प्राणी भवु जाए तरी बोलई दास जगन्नाथ श्रीकृष्ण उद्धव चरित हरि भक्तंक महिमा के जाने पारे गुण सीमा भक्ति जोग अवधाने संसार तर साधु जने हरिंक गुण कर्म मान हरई पाप कोटि जन्म। इति श्रीमद्भागवते महापुराणे पारमहंस्यां संहितायां एकादश स्कन्धे श्रीकृष्णोद्धव संवादे ऐळगीतं नाम सप्तविंशाध्याय। अष्टाविंश अध्याय क्रिया जोगर विधिमान अष्टाविंश अध्याय उद्धव कृष्णर वचने कहे भक्ति अनुमाने। उद्धव उवाच शरीर बहि ए संसारे जीव सकल कर्म करे तुम्भ भक्ति जोग जेते मोते कहिल नाना मते माया प्रपंच ए जगत तुम्भ चरण मात्र सत्य भक्त जन तपयरे पूजन्ति जे मंत प्रकारे वेद आगम शास्त्र मते परम धर्म ए जगते व्यासंगिरा ब्रह्मसुत जे धर्म ताहांकर मत सकल ग्रंथ अवधारी से कर्म जोग साध्य करी कर्म साधन नाना मते कहन्ति प्राणी श्रेयार्थे ए कर्म जोग तुम्भे मुखे कहिछ मुनि को प्रत्यक्षे तो मुख कमलु गलित सोचि सुरुचि सुललित एक कथा पार्वती सम्मुखे ईश्वर कही छन्ति मुखे ए कर्म जोग धर्म सार सकल वर्णे अधिकार
त्रिशूद्र आदि जेते प्राणी तरन्ति कर्म जोग जाणी मो मन बिना कर्म जोगे स्थिर न रहे हृदय भागे अमल कमल लोचन जे कर्म बंध विमोचन जे मनते जीवन उद्धार कह हे कमलार वर शुणी उद्धव वाक्य सार बोलन्ति प्रभु दामोदर। श्री भगवान वाच अनंत महिमा कर्मर के करी पारिब गोचर किछि कहिबा संक्षेपरे शुण उद्धव मन स्थिरे जे कर्म जोग प्रकरण अशेष जीव परित्राण आगम निगम प्रमाणे सकल शास्त्र जावखाणे त्रिविध मते से कहन्ति मोहर पूजा अर्थे चिंती एणु जहार जेणे इच्छा करन्ति नाना मते दीक्षा अशेष जन्म पुण्य भागे मोते पूजन्ति कर्म जोगे ब्राह्मण कूले जन्म होई यज्ञ पवित कंधे बही गुरु चरण करे धरी गायत्री उपदेश स्मरी श्रद्धा भक्ति करी चिते जे अबा पूजिब जे मनते शुण मो पूजा विधि जेते भावे कहिबा तो ग्रते प्रतिमा स्थापी भूमि तले अथवा स्तंडीले अनले सूर्य पूजिब किबा जले अथवा हृदय मंडले श्रद्धा भक्ति जुत चिते द्रव्य संचीर्ण नाना मते गुरु चरण भावे भजी मोते पूजिब माया तेजी स्वभावे शुचि मंत होई दंत वदन जले धोई स्नान करिब यथा काले प्रभाते पुण्य नदी जले वेद आगम मंत्र तंत्रे स्नान करिब शुद्ध मते जे मते श्रद्धा रे पूजिब से नित्य कर्मे नित्य थिब केवल ईश्वर भावने संकल्प करी शुद्ध मने दारु पाषाण धातुमयी लेप लेखन मणिमयी बालुकामयी मनमयी एमंत प्रतिमा भी आई ए अष्ट प्रकारे प्रतिमा
ସୁନ୍ଦର ସ୍ୱରୂପ ଉତ୍ତମା ଯେବେନି ମୂର୍ତ୍ତି ଚଳାଚଳ ବିଷ୍ଣୁର ପୂଜାର ମନ୍ଦିର ନିର୍ମାଣ କରି ବିଷ୍ଣୁ ରୂପେ ନିଶ୍ଚଳେ ପୂଜିବ ସମୀପେ ଯେ ଆବାହନ ବିସର୍ଜନ ଚଳ ପ୍ରତିମାର ଅର୍ଚ୍ଚନ ଅଚଳେ ନ କରି ମନ୍ତ ଏ ବୁଦ୍ଧ ଜନଙ୍କର ମତ ଲେପ ଲେଖନେ ଯେତେ ହୋଇ ସ୍ନାନ ମାର୍ଜନା ନ କରାଇ ସ୍ନାନ ମାର୍ଜନେ ଇଚ୍ଛା ଯେବେ ଦର୍ପଣେ କରାଇବ ତେବେ ଯତ୍ନେ ଉତ୍ତମ ଦ୍ରବ୍ୟ ଆଣି ପବିତ୍ର ଗନ୍ଧ ପୁଷ୍ପ ପାଣି ମାୟା ନଥିବ ଦେହ ମଧ୍ୟେ ବିଧାନେ ପୂଜିବ ଆନନ୍ଦେ ଯଦ୍ୟପି ଭକତ ଗ୍ରତେ ଯେ କିଛି ଲଭେ ଅକସ୍ମାତେ ତେଣେ ପୂଜିବ ନର ହରି ହୃଦେ ଭକତି ଭାବ ଧରି ଦିବ୍ୟ ପ୍ରତିମା ପୂଜି ଯେବେ ନାନା ଉପହାର ସ୍ୱଭାବେ ଚନ୍ଦନ ବସ୍ତ୍ର ଅଳଙ୍କାର ଭକ୍ଷ ଭୋଜନ ମନୋହର ସ୍ତଣ୍ଡିଳେ ଯେବେ ପୂଜା କରି ମନ୍ତ୍ର ବ୍ୟବହାରେ ନ୍ୟାସ କରି ଅନଳେ ପୂଜିବ ଯେ ମତେ ହୋମ କରିବ ମୂଳ ମନ୍ତ୍ରେ ରବି ପୂଜିବ ଅର୍ଘ୍ୟ ଜଳେ ମୁଥାଇ ଆଦିତ୍ୟ ମଣ୍ଡଳେ ଏଣୁ ରସାଳ ବସ୍ତୁ ଯେତେ ଦେବ ଆଦିତ୍ୟ ମୁଖେ ମତେ ଜଳେ ପୂଜିବ ଜଳ ଦ୍ରବ୍ୟେ ଏ ମୋର ପୂଜାର ସ୍ୱଭାବେ ଦରିଦ୍ର ପ୍ରାଣୀ ଯେବେ ମତେ ଦୃଢ଼େ ପୂଜଇ ଭାବ ଚିତ୍ତେ ତାହାର ଜଳ ପୁଷ୍ପ ମୋହି ଅଣୁ ପ୍ରମାଣେ ଯେବେ ପାଇ ସନ୍ତୋଷେ କରଇ ଆହାର ଯେଣୁ ଭକତ ବନ୍ଧୁ ମୋର ସେ ଯେବେ ଅଣୁ ମାତ୍ରେ ଦେଇ ମୁଁ ତାହା ବହୁତେ ଘେନଇ ଯେ ମେରୁ ତୁଲ୍ୟ ନାନା ଦ୍ରବ୍ୟେ ମୋତେ ସମର୍ପଇ ଅଭାବେ ଶ୍ରଦ୍ଧା ନଥାଇ ଅନ୍ତର୍ଗତେ ମୁଁ ତାହା ଛୁଇଁବି କେମନ୍ତେ ସୁଗନ୍ଧ ପୁଷ୍ପ ଧୂପ ଦୀପ ବସ୍ତ୍ରଭୂଷଣ ନାନା କଳ୍ପ ତେଣେ ମନାହି ମନ ଶୁଦ୍ଧି ଏବେ ହୋ ଶୁଣ ପୂଜା ବିଧି ଯେ ଭାବେ ଯେ ମନ୍ତେ ପୂଜିଲେ ଜୀବନେ ସ୍ଥାର ଲଭେ ଭଲେ ପବିତ୍ର ଜଳେ ସ୍ନାନ କରି ବସ୍ତ୍ର ତିଳକ କୁଶ ଧରି ସକଳ ଦ୍ରବ୍ୟ
ଅବଧାନେ ଘେନି ମିଳିବ ପୂଜା ସ୍ଥାନେ। ବ୍ରାହ୍ମଣ ପୂଜେ ଯେବେ ମତେ ଅଖଣ୍ଡ କୁଶ ଘେନି ହସ୍ତେ। ମନ୍ତ୍ର ଉଚ୍ଚାରି ପୂର୍ବଗ୍ରେ କୁଶ ସ୍ଥାପିବ ଭୂମି ଭାଗେ। ପୂର୍ବ ଦିଗକୁ ମୁଖ କରି ବସିବ ଆସନ ସୁମରି। ଅଙ୍ଗ ଶୋଧିବ ଅଙ୍ଗ ନ୍ୟାସେ ମନ୍ତ୍ର ଉଚ୍ଚାରି ବେନି ପାଶେ। ମନ୍ତ୍ର ସୁମରି କୁଶନୀରେ ମାର୍ଜନା କରି ଆତ୍ମଶିରେ। ପୂଜାର ଦ୍ରବ୍ୟ ପୂଜା ଭୂମି ମାର୍ଜିବ ଆପଣା ମୂର୍ଧନି। ବାହ୍ୟ ପବିତ୍ର କରି ଗାତ୍ର ସମ୍ମୁଖେ ସ୍ଥାପି ତିନି ପାତ୍ର। କ୍ରମେ ସ୍ଥାପିବ ତିନି ସ୍ଥାନ ଯେ ପାଦ୍ୟ ଅର୍ଘ୍ୟ ଆଚମନ। ଓଙ୍କାର ପୂର୍ବ ନମ ମନ୍ତ୍ରେ ଶୋଧନ କରି ପାଦ୍ୟ ପାତ୍ରେ। ସ୍ୱାହା ସୁମରି ଅର୍ଘ୍ୟ ପାତ୍ର ପ୍ରୋକ୍ଷଣ କରିବ ପବିତ୍ର। ତୃତୀୟ ଆଚମନ ପାତ୍ରେ ଜଳ ଖେପିବ ଶିଖା ମନ୍ତ୍ରେ। ଗାୟତ୍ରୀ ମନ୍ତ୍ରେ ସର୍ବଦ୍ରବ୍ୟେ ଜଳ ସିଞ୍ଚିବ ଶୁଦ୍ଧ ଭାବେ। ସମ୍ବୁଟେ ଯୋଡ଼ି ବେନି କର ଚିନ୍ତିବ ହୃଦୟ କମଳ। ମନ ପବନ କରି ସ୍ଥିର ଆସନେ କୁଞ୍ଚି ତ ଆଧାର। ପରମ ଆତ୍ମା ଦିବ୍ୟ ମୂର୍ତ୍ତି ହୃଦୟ ପଦ୍ମ ମଧ୍ୟେ ଚିନ୍ତି। ଲବ ନିମିଷ ଦଣ୍ଡ ମାତ୍ରେ ମୂର୍ତ୍ତି ନିଶ୍ଚଳ କରି ଗାତ୍ରେ। ହେମନ୍ତ ଧ୍ୟାନ ପୂଜା ସାରି ପଛେ ମଣ୍ଡଳେ ପୂଜା କରି। ସୋମନ୍ତ୍ରେ ଆବାହନ କରି ଦେହେ ସ୍ଥାପିବ ମୁଦ୍ରା ଧରି। ହୃଦୟ ଆଦି ଚାରି ଦେଶେ ନ୍ୟାସ କରିବ ମନ୍ତ୍ର ନ୍ୟାସେ। ବିବିଧ ଦ୍ରବ୍ୟ ଉପହାରେ ପୂଜା ପ୍ରକାଶିବ ବ୍ୟବହାରେ। ଯେ ପାଦ୍ୟ ଅର୍ଘ୍ୟ ଆଚମନ ମନ୍ତ୍ରେ କରିବ ନିବେଦନ। ଧର୍ମାଦି ଅଷ୍ଟ ମୂର୍ତ୍ତି ଧ୍ୟାନେ ମନ୍ତ୍ରେ ସ୍ଥାପିବ ଯଥାସ୍ଥାନେ। ବିମଳାଦି ନବଶକ୍ତି ନ୍ୟାସେ ପୂଜିବ ଯଥାସ୍ଥିତି। ମଧ୍ୟେ କଳ୍ପିବ ଅଷ୍ଟଦଳ କୋମଳ ଉଜ୍ଜ୍ୱଳ କମଳ। କର୍ଣ୍ଣିକା କେଶର ସହିତେ ବେଦ ଆଗମ ମନ୍ତ୍ର ତନ୍ତ୍ରେ। ହେମନ୍ତେ ପୂଜିବ ବିଧାନେ ଯେପରି ଭେଦ ଅନୁମାନେ। ଶଙ୍ଖ ଚକ୍ର ଗଦା କମଳ ପୂଜିବ ଲଙ୍ଗଳ ମୁଷଳ। ଖଡ଼
आसन जे विधि अस्त्र पूजा स्थान श्रीवत्सवन माळामणि ध्याने पूजिव स्थान जाणे संपूर्ण पारिषद वृंद सुबल नंद जेसुनंद प्रचंड महाबल चंड सुबीर गरुड़ उदंड कुमुद कुमुद लोचन पार्वती पार्वती नंदन पूजिव व्यास विश्वक्सेन गुरुंक तुले देवगण समस्त पार्षद विधाने पूजिव निज निज स्थाने कर्पूर उसिर चंदन कुंकुम गोला जले स्नान दिव्य उपहार घटने निगम आगम वचने सुगंध वस्त्र अलंकार यज्ञ पवित उपहार लेपन सुगंध चंदन बक्ष गंडरे सुमंडन कुसुम पाद्योर्घ्यदान गंध क्षत आचमन सुमनोहर धूप दीप श्रद्धारे देव मो समीप गुड़ पायस घृत पाक नाना प्रकार जे मोदक अन्न व्यंजन नाना पाक पुष्पपान सुपोषाक क्षीर विकार जेते मिले सुगंध सुशी तल जले विभव क्रमे मिले जेते थोइब मोहर ग्रते सुगंध तैले अभ्यंग मर्दन करी मोरंग दंत धावन अभिषेक विधि प्रकारे एको एक आनंदे मोर पूजा सारी प्रमोदे नृत्य गीत करी मोते पूजिभ बारे बारे यथा विभव अनुसारे पूजार अन्ते अग्निकुंडे होम करिब मंत्र कांडे अनल मध्ये रूप मोर देखिब एमंत प्रकार तप्त कांचन मनोहर अति रुचिर कलेवर निज आयुध चारि भुजे पीतवसन कटी माझे किरीट कुंडल विराजे रत्न मेखला कटी साजे मरकत केऊर कंकण हृदरे श्रीवत्सर चिह्न कौस्तुभमणि सोहे गळे
ସୁନ୍ଦର ଦିଶେ ବନମାଳେ ଏ ଦିବ୍ୟ ରୂପ ଅଗ୍ନି ମଧ୍ୟେ ଧ୍ୟାନେ ଚିନ୍ତିବ ହୃଦ ପଦ୍ମେ ଘୃତ ଆହୁତି ମୂଳ ମନ୍ତ୍ରେ ହୋମ କରିବ ବେଦ ମତେ ଯେ ନାମ ଗୋତ୍ର ଉଚ୍ଚାରିଣ ପୂଜିବ ପାରିଷଦଗଣ ପ୍ରଣାମ କରି ଜଣେ ଜଣେ ପୂଜିବ ବେଦ ଉଚ୍ଚାରଣେ ଏ ଅନ୍ତେ ପାରିଷଦଗଣେ ବଳି କରିବ ସମର୍ପଣେ ନିଶ୍ଚଳେ ମୂଳ ମନ୍ତ୍ର ଜପି ବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି ଧ୍ୟାନେ ଭୋଜନ ଶେଷ ଜାଣି ସମର୍ପିଆଚ ମନ ପାଣି ମୋର ନିର୍ମାଲ୍ୟ ଶେଷ ଭାଗ ବିଶ୍ୱକ ସେନେ ତାହା ଦେବ କର୍ପୂର ଗନ୍ଧ ଫଳ ମିଶେ ତାମ୍ବୁଳ ଦେବ ମୁଖ ବାସେ ପୁଣି ସୁଗନ୍ଧ ପୁଷ୍ପ ନେଇ ପୂଜିବ ପୁଷ୍ପାଞ୍ଜଳି ଦେଇ ମୋର ପବିତ୍ର ଯଶ ଗୁଣ ମଙ୍ଗଳ ନାମ ଉଚ୍ଚାରଣ ନୃତ୍ୟ କରିବ ଉଚ୍ଚେ ଭଣି କର୍ଣ୍ଣେ ମୋହର କଥା ଶୁଣି ମୋହର କର୍ମ ସମୁଦାୟ ଯତ୍ନେ କରିବ ଅଭିନୟ ମୋ କଥା ଶୁଣି ଶୁଣାଇନ ଏକାଗ୍ର ଭାବ କରି ମନ ମୁହୂର୍ତ୍ତେ ଅବା କିଛି କ୍ଷଣ ସମୟ କରିବ ହରଣ ସ୍ତୁତି ପଠନେ ମୋର ମନ ସ୍ତବନେ କରାଇ ପ୍ରସନ୍ନ ବେଦ ପୁରାଣେ ସ୍ତୁତି ଯେତେ ଆନନ୍ଦେ ପଢ଼ି ମୋଗ୍ରତେ ନମସ୍ତେ ଲକ୍ଷ୍ମୀ ଦେବୀ କାନ୍ତ ଉଚ୍ଚାରି ଯୋଡ଼ି ବେନି ହସ୍ତ ତ୍ରିବାର କରି ପ୍ରଦକ୍ଷିଣ ଦଣ୍ଡ ପ୍ରଣାମ ପୁଣ ପୁଣ ମୋର ଚରଣେ ଶିର ଦେଇ ବୋଲିବ କୃଷ୍ଣ ତ୍ରାହି ତ୍ରାହି ଅନାଦି ଧର୍ମ ନିରାକାର ଭବସାଗର କର ପାର ଏ ରୂପେ ନମସ୍କାର କରି ଶେଷ ନିର୍ମାଲ୍ୟ ଶିରେ ଧରି ଯେବେ କରିବ ବିସର୍ଜନ ଦେଖିବ ନିଜ ହୃଦୟ ପୂର୍ଣ୍ଣ ଏ ରୂପେ ମୋର ରୂପ ଯେତେ ମୂର୍ତ୍ତି କରାଇ ଶୁଦ୍ଧ ଚିତେ ନିତ୍ୟ ପୂଜିବ ଶ୍ରଦ୍ଧା ଭାବେ ଯେ ବିଧି ପୂଜାର ପ୍ରସ୍ତାବେ ଏମନ୍ତ ଭାବେ ନିତ୍ୟ ନିତ୍ୟ ଯେ ପ୍ରାଣୀ ପୂଜୁଥାନ୍ତି ମୋତେ ସର୍ବସମ୍ପଦ ଅନୁକୂଳ ଲଭନ୍ତି ପରମ ମଙ୍ଗଳ ମୋର ପ୍ରତିମା କରିବେଶ ଦୃଢ଼ ମନ୍ଦିରେ ଦେଇ ବାସ ସୁଗନ୍ଧ ପୁଷ୍ପ ଉପବନ ନାନା ପ୍ରକାରେ କ୍ରୀଡ଼ା ସ୍ଥାନ ମୋହର ଉତ୍ସବ ସହିତେ କରିବ ଶକ୍ୟ ଅନୁମତେ ମୋହର ଉତ୍ସବ ପର୍ବା ପର୍ବେ ଭାବେ ପୂଜିବ ନାନା ଦ୍ରବ୍ୟେ ଏମନ୍ତେ ପୂଜି ବହୁବିଧେ ବଞ୍ଚିବ ଉତ୍ସବ ଆନନ୍ଦେ କୃଷି ବାଣିଜ୍ୟ ବ୍ୟବହାରେ ଜୀବିକା ଉପାୟ ପ୍ରକାରେ ନିବାସପୁର ଗ୍ରାମ ଆଦି ଯେ ଅବା ସମ୍ପଦ ପ୍ରସିଦ୍ଧି ସମର୍ପି ମୋହର ଚରଣେ ମୋ ନାମ ଉଚ୍ଚାରି ବଦନେ
ସାଲୋକ୍ୟ ମୁକ୍ତି ପଦ ତାର ନିବାସ ଲଭେ ମୋର ପୁର। ଏ ମୋର ପୂଜାର ଲକ୍ଷଣ ଉଦ୍ଧବ ଏକ ମନେ ଶୁଣ। ଯେ ମତେ ଦିଅନ୍ତି ଗୃହଦାନ ହେଳେ ଲଭନ୍ତି ତ୍ରିଭୁବନ। ମତେ ମଣ୍ଡପେ ସ୍ଥାପି ଯେତେ ପ୍ରତିଷ୍ଠା କରେ ପ୍ରିୟ ଭାବେ। ଶପଥ ଦ୍ୱୀପେ ହୋଇ ରାଜା ମୋହର ପ୍ରାୟ ଲଭେ ପୂଜା। ଯେ ମତେ ପୂଜେ ସଂସାରେ ସେ ବ୍ରହ୍ମଲୋକ ଭୋଗ କରେ। ସାରୂପ୍ୟ ମୁକ୍ତି ଏ ସଂସାରେ ଲଭନ୍ତି ଏ ତିନି ପ୍ରକାରେ। ଯେ ନିରପେକ୍ଷ ଭକ୍ତି ଯୋଗେ ଆତ୍ମା ନିସ୍ତାର ସୁଖ ମାର୍ଗେ। ମୋର ଚରଣେ ଦୃଢ଼ ଭଜେ ମାୟା ସଂସାର ଧର୍ମ ତେଜେ। କେବଳ ଲାଭ ମୋର ଧାମ ସେ ପ୍ରାଣୀ ଲଭେ ପୂର୍ଣ୍ଣ କାମ। ବିବିଧତା ସେ ନିସ୍ତରେ ନ ବୁଡ଼େ ଘୋର ଅନ୍ଧକାରେ। ଏ ରୂପେ ମତେ ଯେ ପୂଜନ୍ତି ହୃଦେ ଭକତି ଭାବ ଚିନ୍ତି। ମୋର ସେବନେ ନିରବଧି ସେ ପ୍ରାଣୀ ଲଭେ ସର୍ବସିଦ୍ଧି। ଶୁଣ ଉଦ୍ଧବ କହୁଁ ତୋତେ ଯେ ପାପୀ ଜନ ଏ ଜଗତେ। ସ୍ୱଦତ୍ତ ପର ଦତ୍ତ ବୃତ୍ତି ଯେ ଜନ ଅଜ୍ଞାନେ ହରନ୍ତି। ଦେବ ବ୍ରାହ୍ମଣ ତାପସୋକେ ସେ କାହୁଁ ଥିବେ ନରଲୋକେ। ଜୀବନ ଅନ୍ତେ କୁମ୍ଭୀ ପାକେ ପଡ଼ନ୍ତି ବିଷ୍ଠା କୃମି ରୂପେ। କେବଳ ନରକ ଆହାର କରନ୍ତି ଲକ୍ଷେ ସମ୍ବତ୍ସର। ଯେ ଅବା କୃଷ୍ଣ କର୍ମ କରେ ଯେ ଅବା ସାହା ହନ୍ତି ତୀରେ। ଯେ ବା ଆପणे ନ ପାରଇ ପରେ କରାଇ ହେତୁ ହୋଇ। ଯେ ମୋର ପୂଜା କର୍ମ ଦେଖି ସୁଖ ଆନନ୍ଦେ ବୁଝେ ଆଖି। ଏ ଚାରି ଜଣେ ଯେ ସମଫଳ ଲଭନ୍ତି କହିଲେ ଗୋପାଳ। ଉଦ୍ଧବ ଶୁଣି କୃତକୃତ୍ୟ ନମୋଇ ଦାସ ଜଗନ୍ନାଥ। ଏତେ ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ଶ୍ରୀକୃଷ୍ଣୋଦ୍ଧବ ସମ୍ବାଦେ କ୍ରିୟାଯୋଗ କଥନಂ ନାମ ଅଷ୍ଟାବିଂଶୋऽଧ୍ୟାୟ। 29 ଅଧ୍ୟାୟ ସଂକ୍ଷେପେ ଜ୍ଞାନ ଯୋଗ କଥା 29 ଅଧ୍ୟାୟ ବ୍ୟବସ୍ଥା। ଶ୍ରୀ ଭଗବାନ ଉବାଚ କହନ୍ତି ପ୍ରଭୁ ଭଗବାନ ଉଦ୍ଧବ ହୁଅ ସାବଧାନ। ଏ ମାୟା ନିର୍ମିତ ସଂସାରେ ପ୍ରାଣୀ ସକଳ କର୍ମ କରେ। ନିଜ ସ୍ୱଭାବେ ଅଲଙ୍ଘିତ ଏ ଘେନି ଯେ ହନ୍ତି ପଣ୍ଡିତ। ନିନ୍ଦା ପ୍ରଶଂସା ନ କରନ୍ତି ସାକ୍ଷୀଙ୍କ ପ୍ରାୟ ସେ ଦେଖନ୍ତି। ଯେଣୁ ସାଧବ ପ୍ରାଣୀଙ୍କର ସଂସାରେ ନାହିଁ ନିଜ ପର। ସକଳ ଜନ୍ତୁ ଏକ ଭାବ ପ୍ରକୃତି ପୁରୁଷ ସଂଯୋଗ। ଯେ ପର ସ୍ୱଭାବ ଆଚାର ନିନ୍ଦା ପ୍ରଶଂସା ତାହାଙ୍କର। କରଇ ଜ୍ଞାନ ଭ୍ରଷ୍ଟପଣେ ନିଷ୍ଠୁର ସତ୍ୟ ଭାଷୁଣେ। ଅଜ୍ଞାନେ କଳ୍ପେ ନାନା ଅଙ୍ଗ ଜୀବନ୍ତେ ନହେ ନିଦ୍ରାଭଙ୍ଗ। ଏଣୁ ହ ପର ଗୁଣ ଦୋଷ ବିଚାର ନ କରି ବିଶେଷ। ଯେତେ ଉଦ୍ଧବ ଶୁଣୁ କନେ ଯେ ଅବା ଦେଖୁ ତୁ ନୟନେ। ଯେ କିଛି ଉଚ୍ଚାରୁ ବଦନେ ଯେ ଅବା ଚିନ୍ତୁ ମନେ ଧ୍ୟାନେ। ଯେ ଅବା ଭଲ ମନ୍ଦ ଜନେ ନ୍ୟାୟ ବିଚାର ଅନୁମାନେ। ଏ ସର୍ବ ସତ୍ୟ ନୁହେଁ କିଛି କେବଳ ମାୟା ମାତ୍ର ଲକ୍ଷୀ। ଆଭାସ ଛାୟା ପ୍ରତିଶୋନ ଅବସ୍ତୁ ଠାରେ ବସ୍ତୁ ଜ୍ଞାନ। ଭୟ ମୋହକୁ ଜନମାନ୍ତି ତେସନେ ଦେହ ଆଦି ଭ୍ରାନ୍ତି। ଏଣୁ ହୋ ମିଥ୍ୟା ଦେହ ଭାବେ ଏ ଜୀବ ଜନ୍ମ ମୃତ୍ୟୁ ଲୋଭେ। ତୁ ଅବା ବୋଲି ବୁଏ ମନ୍ତେ ଏ ସର୍ବ ସତ୍ୟ ଶ୍ରୁତି ପଥେ। ବେଦ ବଚନ ଅନୁମାନେ ସତ୍ୟ ନ କହେ ଆତ୍ମା ବିନେ। ଏ ଆତ୍ମା ହର୍ତ୍ତା କର୍ତ୍ତା ତ୍ରାତା ଆତ୍ମା ଈଶ୍ୱର ପିତା ମାତା। ସୃଷ୍ଟି ପାଳନ ସଂହାରଣ ଏ ସର୍ବ ଆତ୍ମାର ଅଭିୟାନ। ଏଣୁ ଅଶେଷ ଚରାଚରେ ଆତ୍ମା ହୁଁ ସତ୍ୟ ନାହିଁ ପରେ। ପ୍ରକୃତି ନିର୍ମିତ ସଂସାର ତ୍ରିଗୁଣ ବିଧି ଏ ମାୟାର। ଆତ୍ମାର ସଙ୍ଗ ନାହିଁ ଏଣେ ଏମନ୍ତେ ବିଚାରିଣ ମନେ। ସକଳ ବୁଝି ଦୃଢ଼ ଚିତ୍ତେ ଏ ଭ୍ରମ ଛାଡ଼ନ୍ତି ପଣ୍ଡିତେ। ଏଣୁ ଏ ନିଜ ପର ଜ୍ଞାନ ନ କରି ସ୍ତବ ନ ନିନ୍ଦନ। କେବଳ ଜ୍ଞାନ ଅନୁମାନେ ଥିବ ଭାସ୍କର ଯେହ୍ନେ ଶୂନ୍ୟେ। ଆପଣା କରି ଅନୁମାନ ପ୍ରତ୍ୟକ୍ଷ ଦେଖିଣ ନୟନ।
ଯେ ଅବା ବେଦର ବିଧାନ ସୁମରି ମୋହର ବଚନ ଯେ ଆଦି ମଧ୍ୟ ଅବସାନ ଅସତ୍ୟ ଦେଖି ତ୍ରିଭୁବନ ଏଣୁ ଅଶେଷ ସଙ୍ଗ ତେଜି ପଣ୍ଡିତର ହେ ଜ୍ଞାନ ବୁଝି ଏମନ୍ତେ କୃଷ୍ଣ ମୁଖ ଶୁଣି ଉଦ୍ଧବ କହେ ମଞ୍ଜୁବାଣୀ ମୋ ସଂଶୟ କର ଯୋଡ଼ି କହେ ଗୋବିନ୍ଦ ପାଦେ ପଡ଼ି ଉଦ୍ଧବ ବାଚ ଶୁଣ ହେ ପ୍ରଭୁ ଦାମୋଦର ଏ ଯେବେ ଅସତ୍ୟ ସଂସାର ନିର୍ଗୁଣ ନିର୍ବିକାର ଜୀବ ସର୍ବବ୍ୟାପକ ସଦାଶିବ ଏ ପଞ୍ଚଭୂତେ କଳେବର ନିର୍ମିତ କ୍ଷଣିକ ଭଙ୍ଗୁର ଜନ୍ମ ମରଣ ଅନୁସରି କେ ପୁଣ ସଂସାରେ ସଂସାରୀ କହ ହେ ପ୍ରଭୁ ବିଶେଷର ଏ ମୋର ଭ୍ରମ ଯାଉ ଦୂର ଆତ୍ମା ନିର୍ଗୁଣ ନିରଞ୍ଜନ ନିତ୍ୟ ସାତ୍ୱିକମୟ ବ୍ରହ୍ମ ଏ ଆତ୍ମା ସର୍ବଭୂତେ ବସେ ଆଦିତ୍ୟ ଯେଶ ନେ ଆକାଶେ ଇନ୍ଧନ ମଧ୍ୟେ ଅଗ୍ନି ଜହ୍ନେ ଜ୍ୱଳନ୍ତେ ଦେଖି ଅନୁମାନେ ଆତ୍ମା ପ୍ରକାଶ ଏହି ମତେ ପ୍ରତ୍ୟକ୍ଷ ଦେଖି ଏ ଜଗତେ ସ୍ୱଭାବେ ଆତ୍ମା ସର୍ବପୂର୍ଣ୍ଣ ସାକ୍ଷୀ ପୁରୁଷ ନିରଞ୍ଜନ ସେ ଯେବେ ରହେ ନିଜ ପୁରେ ଜନ୍ମ ମରଣେ କେ ସଞ୍ଚରେ ଆତ୍ମା ଅଖଣ୍ଡ ନିରଞ୍ଜନ ସ୍ୱଭାବେ ଦେହ ଚେତନ ଯେଣୁ ଏ ସଂସାର କାହାର ନିଶ୍ଚୟ କହ ଦାମୋଦର ଉଦ୍ଧବ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି ଶ୍ରୀ ଭଗବାନ ବାଚ ଯାବତ ଦେହେ ଅହଙ୍କାର ଇନ୍ଦ୍ରିୟ ପ୍ରାଣରେ ସଞ୍ଚାର ତାବତ ଜୀବ ସଞ୍ଚରଇ ଯେଣୁ ଏହାଙ୍କ ସଙ୍ଗେ ଥାଇ ଆତ୍ମା ସ୍ୱଭାବେ ନିରଞ୍ଜନ ନ ଦେଖି ସଂସାର ଘଟନ ଏହାଙ୍କ ସଙ୍ଗେ ମୂଢ଼ପଣେ ସଂସାରେ ଭ୍ରମେ ଅକାରଣେ ଜାଗ୍ରତ ପୁରୁଷ ଯେସନ କରଇ ସେ ବିଷୟ ଧ୍ୟାନ ଶୟନ କାଳେ ସେ ସ୍ୱପନେ ଦେଖେ ବିବିଧ ଅର୍ଥ ଜେନେ ଶୟନେ ସ୍ୱପ୍ନ ଯେବେ ଦେଖେ ଅସତ୍ୟ ସତ୍ୟ କରି ଲେଖେ ପୁଣି ସେ ନିଦ୍ରା ଅବସାନେ ସକଳ ମିଥ୍ୟା କରି ମଣେ ଏ ଘେନି ଲୋଭ ଭୟ କ୍ରୋଧ ହରସ ବିରସ ପ୍ରମାଦ ଏ ଆଦି ବିବିଧ ପ୍ରକାର ସର୍ବସମ୍ଭବ ଅହଙ୍କାର ଜନ୍ମ ମୃତ୍ୟୁ ଆଦି ଯେତେ ଆତ୍ମାର ନୁହେଁ କଦାଚିତେ ଦେହ ଇନ୍ଦ୍ରିୟ ମନ ପ୍ରାଣ ଏଣେ ଯାହାର ଅଭିମାନ ସେ ଜୀବ ରୂପେ ସୂକ୍ଷ୍ମ ଦେହେ ତ୍ରିଗୁଣେ ଜନ୍ମ ମୃତ୍ୟୁ ବହେ କାଳର ବଳେ ସଂସାରେ ଭ୍ରମେ ତ୍ରିଗୁଣ ଅହଙ୍କାରେ ଏ ଅହଙ୍କାର ବନ୍ଧ କହି ନିବୃତ୍ତି ମୁକ୍ତି ବୋଲାଇ ମୂଳ ଏହାର ପ୍ରକାଶ ବିବିଧ ରୂପେ ହୋଏ ଦୃଶ୍ୟ ମନ ବଚନ ଦେହ ପ୍ରାଣେ ପ୍ରକାଶ ହୋଏ ନାନା କର୍ମେ ଯେ ପାରେ ଗୁରୁ ଆଶ୍ରୟ କରି ଜ୍ଞାନ ଖଡ଼ଗ କରେ ଧରି ନିବୃତ୍ତ କରି ବୁଦ୍ଧି ମନ ଛେଦଇ ସେ ଦୃଢ଼ ବନ୍ଧନ ତୃଷ୍ଣା ବର୍ଜିତ ନିର୍ବିକାରେ ଆନନ୍ଦେ ଭ୍ରମ ସଂସାରେ ବେଦ ତପସ୍ୟା ପ୍ରତ୍ୟକ୍ଷରେ ଗୁରୁ ବଚନ ତର୍କ ଦ୍ୱାରେ ବିଚାରି ଜାଣିବ ନିରଳେ ଯେଥାଇ ଆଦି ଅନ୍ତକାଳେ ଈଶ୍ୱର ସର୍ବ ହେତୁ ସେହି ମଧ୍ୟ ସେ ଜଗତ ବୋଲାଇ ଏଣେ ବିବେକ ଯାର ହୋଇ ଜାଣିବ ଜ୍ଞାନୀ ସେ ଅଟଇ ସୁବର୍ଣ୍ଣେ ନାନା ଦ୍ରବ୍ୟ ଜେହ୍ନେ ଧରଇ ନାନା ରୂପ ଭିନ୍ନେ ରୂପ ବିନାଶେ ସେ ସୁବର୍ଣ୍ଣ ସେ ଭାବେ ଜଗତ ଭିନ୍ନ ମୋହର ତହୁଁ ସମ୍ଭବଇ କାଳେ ପ୍ରବେଶ ମୋର ତହିଁ ଜାଗ୍ରତ ସ୍ୱପ୍ନ ସୁଷୁପ୍ତିରେ କିଏ ବା ସମାଧି ବିଧିରେ କାର୍ଯ୍ୟ କାରଣ କର୍ତ୍ତା ରୂପେ ଜଗତ ମଧ୍ୟେ ଯେହୁ ବ୍ୟାପେ ପରମ ବ୍ରହ୍ମ ସତ୍ୟ ସେହି ଉଦ୍ଧବ ସାକ୍ଷୀ ରୂପେ ଥାଇ ଆଗେ ନଥିଲା ପଛେ ନାହିଁ ମଧ୍ୟରେ ନାମ ମାତ୍ରେ ଥାଇ କର୍ତ୍ତା କାରଣ ସମ୍ଭବଇ ଭିନ୍ନ ନାମରେ ପ୍ରକାଶଇ ଉଦ୍ଧବ ସତ୍ୟ ସେ ଜାଣ କର୍ତ୍ତା କାରଣ ନୁହେଁ ଭିନ୍ନ ରାଜସ ବିକାର ଜଗତ ସର୍ଜନା ଅଟେ ପଞ୍ଚଭୂତ ବ୍ରହ୍ମ ଅଟନ୍ତି ସ୍ୱୟଂ ଜ୍ୟୋତି ଏଣୁ ସେ ନିଜେ ପ୍ରକାଶନ୍ତି ଇନ୍ଦ୍ରିୟ ଅର୍ଥ ଆତ୍ମା ମନ ଏ ଆଦି ନୁହେଁ ବିଦ୍ୟମାନ ତଥାପି ବ୍ରହ୍ମମୟ ଏହି ଯେଣୁ ପ୍ରକାଶ ତାର ହୋଇ ଏ ରୂପେ ବ୍ରହ୍ମ ବିବେକରେ ଗୁରୁ ବଚନ ଧରି ଶିରେ
ଜାଣିନ ବ୍ରହ୍ମକୁ ସାକ୍ଷାତେ ଇନ୍ଦ୍ରିୟ ଭୋଗ ଛାଡ଼ି ଚିତ୍ତେ ଦେହାତ୍ମ ଭାବ ପରିହରି ବ୍ରହ୍ମ ଆନନ୍ଦେ ମଦ ଭରି ଆତ୍ମସନ୍ଦେହ ତେଜି ଦୂରେ ଆନନ୍ଦେ ଭ୍ରମିବ ସଂସାରେ ଦେହ ଇନ୍ଦ୍ରିୟ ଦେବ ପ୍ରାଣ ପବନ ଜଳ ହୁତାସନ କ୍ଷିତି ଗଗନ ଅହଂକୃତି ବୁଦ୍ଧିମତ ମାତ୍ରା ପ୍ରକୃତି ଏକେ ହି ଆତ୍ମା ନୋହି ଜାଣ ଅନବିକାର ଏ ପ୍ରମାଣ ଏଣେ ବିବେକ ଅଟେ ଯାର ସେ ପ୍ରାଣୀ ଜ୍ଞାନ ବନ୍ତନର ମୋର ସ୍ୱରୂପ ହୃଦେ ଯାର ପ୍ରକାଶ ହୋଏ ନିରନ୍ତର ତାହାର ଇନ୍ଦ୍ରିୟ ସକଳେ ଆୟତ ହେଲେ ବା ନ ହେଲେ ତହିଁରେ ତାର ଗୁଣ ଦୋଷ କିଏ ବା ହୋଇବ ପ୍ରକାଶ ମେଘ ଢାଙ୍କଇ କିବା ନାହିଁ ରବିର ହାନି ଲାଭ କାହିଁ ଆକାଶେ ଯେନେ ଅଗ୍ନି ଜଳେ ପବନ ସେ ଆକାଶେ ଚଳେ ଧୂଳିରେ ଧୂସର ଦିଶଇ କିଏ ବା ଜଳ ବରସଇ କିଏ ବା ଷଡ଼ ଋତୁ ଗୁଣ ଉଷ୍ଣ ଶୀତଳ ଆଦି ପୁଣ ଆକାଶେ ଗତାଗତ ହନ୍ତି ଯେନେ ଆକାଶେ ନ ଲାଗନ୍ତି ତେନେ ତ୍ରିଗୁଣ ଅହଙ୍କାର ଯେ ବା ସଂସାର ବ୍ୟବହାର ଏଣେ ମୋହର ସଙ୍ଗ ନାହିଁ ଅକ୍ଷୟ ପରମ ବ୍ରହ୍ମ ମୁହିଁ ତଥାପି ଯାବ ତମଠାରେ ସୁଦୃଢ଼ ଭକ୍ତି ଯୋଗ ବଳେ ରାଜସ୍ୱରୂପ ମନ ମୋର ନିବୃତ୍ତ ନୁହନ୍ତି ସକଳ ତାବତ ମାୟା ଗୁଣ ସଙ୍ଗ ବିଷୟ କର ପରିତ୍ୟାଗ ଯେ ସନେ ଦେହେ ବ୍ୟାଧି ଶେଷ ଅପଥେ ବଢ଼ଇ ବିଶେଷ ତେସନେ ବିଷୟର ସଙ୍ଗ କୁଯୋଗୀ ଯୋଗ କରେ ଭଙ୍ଗ ଯେ ଯୋଗୀ ଯୋଗ ମାର୍ଗେ ଥାନ୍ତି ଦେବେ ତାହାଙ୍କୁ ବିଘ୍ନ ଚିନ୍ତି କପଟେ ମନୁଷ୍ୟ ରୂପରେ ତାହାଙ୍କୁ ଯୋଗ ଭ୍ରଷ୍ଟ କରେ ସେ ପୁଣି ପାଇ ଦେହାନ୍ତର ପ୍ରାକ୍ତନ ବଳେ ବାରମ୍ବାର ଯୋଗ ଅଭ୍ୟାସେ ହୋଇ ରତ ନୁହନ୍ତି କେବେ କର୍ମତନ୍ତ୍ର କର୍ମର ବଳେ ଜନ୍ମ ମୃତ୍ୟୁ କର୍ମେ ସଂସାରେ ପଡ଼େ ଜନ୍ତୁ ଯେବେ ତା ଜ୍ଞାନ ଉଦୟ ହୋଇ ପୁଣି ସଂସାରେ ନ ପଡ଼ଇ ଛାଡ଼ଇ ଦେହାଦିର ଧର୍ମ ଅଖଣ୍ଡ ସୁଖରେ ନିମଗ୍ନ ଆସନ ଶୟନ ଗମନ ମୂଳମୂତ୍ରାଦି ବିସର୍ଜନ ଦର୍ଶନ ସ୍ପର୍ଶନ ଭୋଜନ ଏ ଦେହ ସ୍ୱାଭାବିକ ଧର୍ମ ଏଣେ ତା ଦୃଷ୍ଟିହୀନ ଥାଇ ଆତ୍ମା ପ୍ରକାଶ ଯାର ହୋଇ ଅସତ୍ୟ ଇନ୍ଦ୍ରିୟଙ୍କ ଅର୍ଥ ଯେବେ ହୁଅଇ ଚିତ୍ତେ ଜାତ ସ୍ୱପନେ ନାନା କାର ଜେହ୍ନେ ଛାଡ଼ଇ ଅନୁମାନେ ତେହ୍ନେ ଆତ୍ମା ବାହାରେ ଆନ ସତ୍ୟ ନ ମଣେ ସେ ଜନ ପଣ୍ଡିତ ଆତ୍ମାର ବନ୍ଧନ ମୁକତି ଅଜ୍ଞାନ ବଳରୁ ପ୍ରତୀତି ଅଜ୍ଞାନ ନିବର୍ତ୍ତିଲେ ଜ୍ଞାନେ ଆତ୍ମାକୁ ନିର୍ବିକାର ଜାଣେ ସୂର୍ଯ୍ୟ ଉଦୟେ ତମନାସେ ଜଗତ ସ୍ୱରୂପ ପ୍ରକାଶେ ନଥାଏ କିଛି ତା ବିଚାର କେବଳ ପ୍ରକାଶ ମାତର ତେସନେ ମୋର କୃପା ଦୃଷ୍ଟି ଖଣ୍ଡଇ ସକଳ ରିଷ୍ଟି ଅଜ୍ଞାନତମ ଯାଏ ଦୂର ଦିଶଇ ଆତ୍ମା ନିର୍ବିକାର ଏ ଆତ୍ମା ସ୍ୱୟଂ ଜ୍ୟୋତିମନ୍ତ ଅଜ ପ୍ରମେୟ ଅନନ୍ତ ଦେଶ କାଳ ପରିଚ୍ଛିନ୍ନ ନାହିଁ ଯାକ୍ଷୟ ବୃଦ୍ଧିମାନ ଏକ ଦ୍ୱିତୀୟ ନାହିଁ ଯାର ମନ ବଚନେ ଅଗୋଚର ତାର ଚାଳନେ ବାକ୍ୟ ପ୍ରାଣ ସଂସାରେ ସଞ୍ଚରନ୍ତି ଜନ ଯେ ଏକ ଆତ୍ମା ବ୍ରହ୍ମରୂପ ତାଠାରେ କରନ୍ତି ବିକଳ୍ପ ଯେତେ ବିକଳ୍ପ ସଂସାର ଆତ୍ମାଶ୍ରୟ ୟାଙ୍କର ରଜତ ଭ୍ରମ ପ୍ରାଣୀ ମନେ କାହୁଁ ହୋଇବ ସୁକ୍ତି ବିନେ ଏଣୁ ଏ ଆତ୍ମା ସତ୍ୟ ଧାମ ବିକଳ୍ପ ମନର ଯେ ଭ୍ରମ ନାମ ରୂପ ଯେ ପଞ୍ଚଭୂତ ଏଣେ ଯେ ଶରୀର ନିର୍ମିତ ତାହାକୁ ସତ୍ୟ ମନେ କରି ବେଦାନ୍ତ ତତ୍ତ୍ୱ ନ ବିଚାରି ପଣ୍ଡିତ ପଣେ ଅହଙ୍କାର ବିଅର୍ଥେ ଅର୍ଥବାଦ କରେ ଅପକ ଯୋଗ ଯୋଗୀଙ୍କର ଯେ ବିଘ୍ନ ଶରୀରୁ ବାହାର ସେ ବିଘ୍ନ ଯେଣେ ନାଶ ଯାଇ ସେ ବିଧି ଶୁଣ ମୁଁ କହଇ ଶୀତ ତପତି ଦେହ କ୍ଲେଶ ଯେ ଅବା ବାତ ଆଦି ଦୋଷ ନାସିବ ଯୋଗ ଧାରଣାରେ ଯେ ପ୍ରାଣାୟାମ ଆସନରେ
ତପରେ ତାପ ମନ୍ତ୍ରେ ଗ୍ରହ ଔଷଧେ ସର୍ପ ଆଦି ଭୟ ଏମନ୍ତେ ବିଘ୍ନକୁ ନିବାରି ଯୋଗ ସାଧିବ ଯତ୍ନ କରି ମଧ୍ୟାହ୍ନ ନାମ ସଂକୀର୍ତ୍ତନେ ନାସିବ କାମ ଆଦି ବିଘ୍ନେ ଭକ୍ତ ଯୋଗୀଙ୍କ ସେବା ଭାବେ ନାସିବ ମାନ ମଦ ଦମ୍ଭେ କେୟ ବାଏ ସବୁ ପାଏ ଦୃଢ଼ କରିଣ ଯୁବା ଦେହେ ପରକାୟ ପ୍ରବେଶ ଆଦି ଯୋଗେ ସାଧନ୍ତି ସବୁ ସିଦ୍ଧି ଫଳର ପ୍ରାୟ ଶରୀର ବୃକ୍ଷର ପ୍ରାୟ ଆତ୍ମା ଚିର ଏଣୁ ପଣ୍ଡିତ ମାନଙ୍କର ଦେହରେ ନଥାଇ ଆଦର ଦେହର ବିଘ୍ନ ନାଶ ଅର୍ଥେ କେୟ ବା ସାଧଇ ନିରତେ ଯେୟ ବା ବୁଦ୍ଧିମନ୍ତ ଜନେ ନ କରି ଶ୍ରଦ୍ଧା ଦେହ ଧର୍ମେ ଏ ଯୋଗେ ନ ବଢ଼ାଇ ଚିତ୍ତ ଶରଣ ମୋର ପାଦଗତ ମୋର ଆଶ୍ରୟ ହୋଇ ଯୋଗୀ ଯୋଗ ସାଧନେ ଯେବେ ଲାଗି ବିଘ୍ନ ତାହାକୁ ନ ଲାଗଇ ପରମ ଆନନ୍ଦେ ରମଇ ଏ ରୂପେ ଜ୍ଞାନ ଯୋଗ ହରି ଉଦ୍ଧବେ କହିଲେ ବିସ୍ତାରି ଚିତ୍ତେ ତା ଯେତେ ଅହଙ୍କାର ଗୋବିନ୍ଦ କଲେ ସର୍ବଦୂର ପରମ ଜ୍ଞାନ ଉପଦେଶେ ଗୋବିନ୍ଦ କହିଲେ ବିଶ୍ୱାସେ ସଂସାର ଭାବ ଭାବଗ୍ରାହୀ ଅଜ୍ଞାନ କଳ୍ପିତ ବୁଝାଇ ଉଦ୍ଧବ ଚିତ୍ତେ ମୋହ ପାଶି ଜ୍ଞାନ ଖଡ଼ବେ ତାହା ନାଶି ଜ୍ଞାନ ବୁଝାଇ ଭାବ ବସେ ଭକତି ଯୋଗ କହି ଶେଷେ କୃଷ୍ଣ ଚରିତ ଭାଗବତ कहई दास जगन्नाथ। एते श्रीमद्भागवते महापुराणे पारमहंस्यां संहितायां एकादश स्कन्धे श्रीकृष्णोद्धव संवादे संक्षिप्त ज्ञानयोगकथनं नाम 29 अध्याय।